ଶ୍ରୀମଦ୍ ଭାଗବତମ୍ ଏଭଳି ଏକ ଗ୍ରନ୍ଥ ଯେଉଁ ଗ୍ରନ୍ଥରେ ସାଧନ କୌଶଳ ନାହିଁ ତାହେଲେ ଅଛି କ'ଣ? ଅଛି ଏକ ଶୁଣିଲେ ହିଁ ମୁକ୍ତି ମିଳିବ। ଠିକ୍ ସେମିତି ଯିଏ ଠାକୁରଙ୍କର ଚରଣାଶ୍ରିତ ହେଇଛନ୍ତି, ଯେଉଁମାନେ ଠାକୁରଙ୍କୁ ନିଜର କରି ଭାବିକି ବନ୍ଧା ପଡ଼ିଛନ୍ତି, ଯେଉଁମାନେ ତାଙ୍କୁ ପ୍ରେମ ଡୋରିରେ ବାନ୍ଧିକି ରଖିଛନ୍ତି, ସେମାନେ ସମସ୍ତେ ମୁକ୍ତି ଲାଭ କରିସାରିଛନ୍ତି। ଆଜି ଏହି ମହାକୁମ୍ଭରେ ମୁଁ ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହେଁ, ନିବେଦନ କରିବା ପାଇଁ ଚାହେଁ, ଏଭଳି କୌଣସି ଗୁରୁ ନାହାନ୍ତି, କୌଣସି ମହାପୁରୁଷ ନାହାନ୍ତି, କୌଣସି ଅବତାର ନାହାନ୍ତି ପୃଥିବୀରେ ଯେ କହିଛନ୍ତି ମୁଁ ତୁମ ହାତ ଧରି ମୁକ୍ତି ଧାମକୁ ନେଇଯିବି। ତୁମ ଠାକୁର ସଦ୍ଗୁରୁ କେବଳ ଏତିକି ବିଶ୍ୱାସ ଥିବା ଆବଶ୍ୟକ। ବାସ୍ ଠାକୁରଙ୍କ ଜଗତଗୁରୁ ସଦ୍ଗୁରୁ ହେବା ସ୍ୱାଭାବିକ। ଏଥିରେ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ କ'ଣ? ସୂର୍ଯ୍ୟ ଯେମିତି ହେଲେ ପୂର୍ବ ଦିଗରେ ଉଦୟ ହେବେ, ସ୍ୱତଃ ପ୍ରମାଣିତ। ତେବେ ଠାକୁରଙ୍କୁ ଆମେ ଯେତେବେଳେ କହୁଛୁ ଯେ ଆମେ ଆପଣଙ୍କୁ ଗୁରୁ ରୂପେ ବର୍ଣ୍ଣନ କରୁଛୁ, ଲୋକମାନେ ସନ୍ଦେହ ଯେ ଆମେ ଠିକ୍ ଭାବରେ ଗୁରୁ ରୂପେ ବର୍ଣ୍ଣନ କରିଛେ ତ? ହୁଏତ ନ ହେଇଥାଇପାରେ, କିନ୍ତୁ ସେ ଯେ ଆମକୁ ଆଶ୍ରୟ ଦେଇଛନ୍ତି ତାଙ୍କ ଚରଣରେ, ଏଥିରେ କୌଣସି ସନ୍ଦେହର ଲେଶ ମାତ୍ର ସତ୍ତା ନାହିଁ। ଆମେ ସମସ୍ତେ ତାଙ୍କର ଚରଣ ଆଶ୍ରିତ। କେହି କହିନାହାନ୍ତି ଆଜି ପର୍ଯ୍ୟନ୍ତ ଯେ ତୁମକୁ କିଛି କରିବାକୁ ହେବ ନାହିଁ, ତୁମେ ହସି ଖେଳି ସଂସାର କରିଯାଅ, କେବଳ ମୋତେ ଟିକେ ଭଲ ପାଇବାକୁ ଚେଷ୍ଟା କର। କହିନାହାନ୍ତି ହୋଲି ବାଇବଲରେ ନାହିଁ, କୁରାନ ଶରୀଫରେ ନାହିଁ, ୟସ୍ନାରେ ନାହିଁ, ଗଡ୍ ପାସେସ୍ ବାଇରେ ନାହିଁ, ସୁଫିଜିମ୍ କହିନାହାନ୍ତି, ବାହାଇ କହିନାହାନ୍ତି, ଇସଲାମ କହିନାହାନ୍ତି, ଖ୍ରୀଷ୍ଟିଆନିଟି କହିନାହାନ୍ତି। ମୋତେ ଟିକିଏ ଭଲ ପାଇବାକୁ ଚେଷ୍ଟା କର। ଏବଂ ଠାକୁରଙ୍କର ନିତ୍ୟ ବର୍ତ୍ତମାନତା ଏବଂ ସ୍ଥୂଳ ବିଦ୍ୟମାନତା, ଏ ହେଉଛି ଆସାମ ସରସ୍ୱତ ମଠ ଏବଂ ନୀଳାଚଳ ସଂସ୍କୃତ ସଂଘର ମୂଳ ଭିତ୍ତି। ଏହି ଭିତ୍ତି ଉପରେ ହିଁ ସଂଗଠନ କୁହନ୍ତୁ ବା ଆଧ୍ୟାତ୍ମିକ ସାଧନ କୌଶଳ କୁହନ୍ତୁ ବା ଜ୍ଞାନ କୁହନ୍ତୁ, ପ୍ରେମ କୁହନ୍ତୁ, ପ୍ରତିଷ୍ଠିତ ଦୃଢ଼ ହେଲା। ସେ ଅଛନ୍ତି, ଏଇଠି ବିରାଜିତ ଅଛନ୍ତି ଏବଂ ତାଙ୍କର ଦୃଷ୍ଟି ପ୍ରତ୍ୟେକ ଶିଷ୍ୟା ଭକ୍ତ ଉପରେ ନିବଦ୍ଧ ଅଛି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଯଦି ସନ୍ଦେହ ଅଛି ତେବେ ଶହ ଶହ ମାଇଲ ଦୂରରେ ଥିଲାବେଳେ ଶୈଳବାଳା ଡାକ ଆପଣଙ୍କ କାନରେ କେମିତି ବାଜିଲା? କେମିତି ଆପଣ ଜାଣିଲେ ଯେ ଶୈଳବାଳାର ମର୍ଯ୍ୟାଦା ଏବଂ ଜୀବନ ବିପଦାପନ୍ନ? ଆମେ ତ ଆପଣଙ୍କ ସାମ୍ନାରେ ବସିଛୁ, ପାଖରେ ଅଛୁ। ଆପଣ ଶହ ଶହ ମାଇଲ ଦୂରରୁ, ହଜାର ହଜାର ମାଇଲ ଦୂରରୁ ଭକ୍ତଙ୍କର ଆକୁଳ ବ୍ୟାକୁଳ ପ୍ରାର୍ଥନା ଶୁଣିବାକୁ ସକ୍ଷମ ଏବଂ ପ୍ରତିକାର କରିବାକୁ ଉତ୍ସାହିତ ଆଗ୍ରହାନ୍ୱିତ। ତେବେ ଏମିତି କେତୋଟି ଲୀଳା ଠାକୁର ପ୍ରଦର୍ଶନ କରିଦେଇ ଏହି ପବିତ୍ର ମାଟି ଉପରେ ଦେଖେଇ ଦେଇ ଯାଇଛନ୍ତି ଯେ ମୁଁ ଅଛି, ତୁମେ ଭୟ କରିବ ନାହିଁ। ଏବଂ ଆଜିର ସଂସାରରେ ଠାକୁରଙ୍କର ଭାବଧାରାର ବିକାଶ ଦିଗରେ ନୀଳାଚଳ ସରସ୍ୱତ ସଂଘ ଏବଂ ଆସାମ ସରସ୍ୱତ ମଠ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ମୂଳିକ ଭୂମିକା ଅଛି। ମହାରାଜ ଜାଣିଛନ୍ତି, ପ୍ରତିବର୍ଷ ଆମେ ଆମେରିକା ଯାଉ ଠାକୁରଙ୍କ କଥା ଲୋକଙ୍କ ଆଗରେ କହିବା ପାଇଁ, ଏବଂ କହିଲା ବେଳେ ଆମେ ଲକ୍ଷ୍ୟ କରୁ ଯେ ଆମେରିକାବାସୀ ଏ କଥାକୁ ଗ୍ରହଣ କରୁଛନ୍ତି ନା ନାହିଁ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଠାକୁରଙ୍କର ପ୍ରତ୍ୟେକଟି ବାଣୀ, ପ୍ରତ୍ୟେକଟି ଆଦେଶ, ପ୍ରତ୍ୟେକଟି ଉପଦେଶ
महाजागतिक सत्ता सहित संपृक्त अन्य किसी में समग्र मानव जाति है एवं हार्मोनी का समन्वय कथा हमारे बात बंधु कहते ये समन्वय पाई तो ठाकुर धरावतरण समस्त मार्ग समस्त धर्म धार्मिक मत विशेष भाव सनातन धर्म असंप्रदायिक भाव प्रसार करने ठाकुर धरावतरण आज समय आसी कथा आज विश्व दरबार में उपस्थापित करने निर्दिष्ट भाव निर्भुल भाव तो जाने ना हमें एपाई योग्य कि नुह और केते दूर आम समर्थ हो पारू कि प्रचेषा तो किसी असुविधा ना गोटे छोटिया कथा कही मोर वक्तव्य सांग करी माँ मान ठाकुर जाइए जड़े पुरातन आम समस्त प्रिय बलाई घर को से छोट छोट झील मैंने आसी कहते ठाकुर हमारे बिए हो 13 वर्ष 14 वर्षर झील এখন ঠাকুর বললেন তাই তো ভালো আর তারা বললো ভালো কি ঠাকুর তারা যদি পুজো করতে না দেয় আপনার বিগ্রহকে তারা যদি পুজো করতে না দেয় তা করবে না এ আবার তারা বলছে এ আবার কি ঠাকুর পুজো না করে কি থাকা যায় তখন ঠাকুর বললেন তোর একটা কাজ করিস সন্ধ্যার সময় যখন টাইম পাবে 1 মিনিটের জন্য আমার এই রূপকে ধ্যান করবে যা তোমাদের ভয় যাবে ये तो माँ मानक पाई और भाई मानक माँ मानक पाई GST 0 और भाई मानक पाई 28% GST कहीं निर्भरता अच्छी गुरु दायित्व भावधारा को समग्र विश्व में प्रसार करने आज सन्यासी उपस्थित अच्छा पुरुषोत्तमानंद महांती बाटे फोन कर मते कहते तुम भाषण कह आसाम सरस्वती प्रक्रिया मध्य द्रुत पदे अग्रगति चली अर्थ दरकार आम समस्ते मुक्त हस्तर साहाय्य करवा महंत महाराज योजना इच्छा आकांक्षा को सफल करवा ये है वर्तमान आम प्रति सेवा ठाकुर को जने कहते ठाकुर एवं संसार काज अपने भूले जाए तक बोलें एक क्रोध करे बोलें हमें तोदेर के भूले जेते দিব কেন সন্তোষ ভাই आज्ञा এর সংক্ষেপ করুন आज्ञा सबरे अपन का निर्देश सर आंखों पर जब आसों को आज ये बड़ी परिस्थिति में हमें समझते आज नहीं खड़ा को सुनार सम्मेलन सभाओ समग्र विश्व को आह्वान करते कि कोट तापित त्रुषित जो कीजिए अच्छा समस्त ठाकुर को स्मरण करो ठाकुर को भावधारा ग्रहण करो एवं विश्व को एक नूतन सूर्य उदय